ସ୍ୱାମୀ ଚାଲିଗଲା ପରେ ଆର ପାରିକୁ ଅସହାୟ ବୃଦ୍ଧା ମାଉସୀ ବିମଳା ମହାରଣା ଭତ୍ତା ପାଇଁ ଦୌଡ଼ି ଦୌଡ଼ି ନିରାଶ ହୋଇପଡ଼ିଥିଲେ ଏବଂ ସେ ଯୁବ ସମାଜସେବୀ ଏବଂ ଆମ ଚ୍ୟାନେଲ ଜ୍ୟୋତିପ୍ରଭାର ରିପୋର୍ଟର ନିମାଇଚରଣ ମହାରଣାଙ୍କ ସାଙ୍ଗରେ ଯୋଗାଯୋଗ କରି ସମସ୍ୟା ବିଷୟରେ ଜଣାଇଥିଲେ। ସଙ୍ଗେ ସଙ୍ଗେ ଆମ ଚ୍ୟାନେଲର ରିପୋର୍ଟର ନିମାଇଚରଣ ମହାରଣା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ମୁଁ ଆପଣଙ୍କ ସମସ୍ୟା ପ୍ରଶାସନ ଏବଂ ସରକାରଙ୍କ ଆଗରେ ଉପସ୍ଥାପନା କରିବି, ଆପଣ ଘରକୁ ଯାଇ ବିଶ୍ରାମ କରନ୍ତୁ। ନିମାଇ ସଙ୍ଗେ ସଙ୍ଗେ ଆମ ଚ୍ୟାନେଲ ଜ୍ୟୋତିପ୍ରଭାରେ ଖବର ପ୍ରସାରଣ କରି ତାଙ୍କର ଜଣେ ଟ୍ୱିଟର ବନ୍ଧୁ ବିନୟ ନାୟକଙ୍କୁ ଯୋଗାଯୋଗ କରି ତାଙ୍କୁ ଟ୍ୱିଟ୍ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ସେ ନିଜେ ନିମାଇ ମହାରଣା ମଧ୍ୟ ଟ୍ୱିଟ୍ କରି ସରକାରଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ବିମଳା ମହାରଣାଙ୍କୁ 16/7/2024 ତାରିଖରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିତା ଗ୍ରାମ ପଞ୍ଚାୟତରେ ଭତ୍ତା ପ୍ରଦାନ କରାଗଲା। ବିମଳା ମହାରଣା ଏବଂ ତାଙ୍କ ପୁଅ କୁନାଲ ମହାରଣା ସରକାରଙ୍କୁ, ସ୍ଥାନୀୟ ପ୍ରଶାସନକୁ, ସମାଜସେବୀ ବିନୟ ନାୟକ, ଯୁବ ସମାଜସେବୀ ନିମାଇଚରଣ ମହାରଣା ଏବଂ ଜ୍ୟୋତିପ୍ରଭା ଚ୍ୟାନେଲକୁ ଧନ୍ୟବାଦ ଜଣାଇଛନ୍ତି। ସରକାରକୁ ଧନ୍ୟବାଦ ମନ ଟିକେ ବହୁତ ଖୁସି ଅଛି। ଭତ୍ତା ପଇସା ପାଇଲା କଣ ଚଳୁଛି, ଆଉ କଣ କରିବି। ଆଉ ପୁଅଟି ତ ଯାହା କାମ ପତ୍ର ଯାହା କରୁଛି କି ନ କରୁଛି, ସିଏ ବାରଣ୍ଡାରେ ଖେଳେ ଏଠି ହଇରାଣ ହଉଛି। ଆଉ ତା ପାଇଁ କି ଯାହା ଗୋଟେ ଆପଣ ଯାହା କରିବେ। ଆଉ କଣ। ମୋ ନାଁ ଲୋକନାଥ ମହାରଣା, ମୁଁ ବଗିଦାର ବିମଳା ମହାରଣାଙ୍କର ପୁଅ। ମୁଁ ଆଜି କେତେ ଖୁସି ଅଛନ୍ତି ଆପଣଙ୍କ ବୋଉଙ୍କର ଭତ୍ତାଟେ ବି ସରକାର ଏବଂ ସ୍ଥାନୀୟ ପ୍ରଶାସନ ଲାଗି କରିଥିଲେ, କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛି। ଆଉ କଣ କହିବେ? ମୁଁ କହିବାକୁ ଚାହୁଁଛି ଯେ ପ୍ରଶାସନ ଯାହା ହଉ ମୋ ବୋଉଙ୍କ ପାଇଁ ଭତ୍ତାଟେ ବହୁତ ଚେଷ୍ଟା ମତେ ବହୁତ ଭତ୍ତାଟେ କରିଦେଲେ। ଆମର ନିମାଇ ମହାରଣା ଯିଏ, ସିଏ ବି ଲାଗି ପଡ଼ି ବହୁତ ଇଏରେ କରିଦେଲେ। ଆଉ ମୁଁ ବହୁତ ବି ଖୁସି ଅଛି, କାହିଁକି ନା ମୁଁ ଚାହୁଁଛି ଯେ କେମିତି ମୋର ଅବସ୍ଥା ବି ଭଲ ନାହିଁ, କେମିତି ସରକାରଙ୍କ ତରଫରୁ କେମିତି ମୋତେ ଯଦି କିଛି ସାହାଯ୍ୟ ମିଳନ୍ତା ମୁଁ ଆଉ ଟିକେ ଖୁସି ହୁଅନ୍ତି, କାହିଁକିନା ମୋ ଘର ପରିସ୍ଥିତି ଭଲ। ମୁଁ କାଠ କାମ କରେ। ଆଜ୍ଞା। ଆଉ ସରକାର କଣ ଚାହାନ୍ତି ଆପଣ? କାଠ କାମ ତ କରନ୍ତି, ଆଉ କଣ କାଠ କାମ ଚାହାନ୍ତି? କାଠ କାମ ତ ସଦାବେଳେ ମିଳୁନି ନା। ତାପରେ ଜାଗା ବାଡ଼ି ମୋର ବି ସେମିତି କିଛି ନାହିଁ, ବି ରହିବା ପାଇଁ ବାସ ବି ଠିକ୍ ନାହିଁ। ଆଉ ଯଦି ସରକାର ଟିକେ ଚାହାନ୍ତେ ବି ମୋତେ ଇନ୍ଦିରା ଆବାସ ଖଣ୍ଡେ ଦେଇପାରନ୍ତେ। ଆଉ ଏହା କହିବି ଯେ ଆମ ଗାଁର ସରପଞ୍ଚ ଯିଏ ଅଛି, ବଙ୍ଗିତା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଛି, ତାକୁ ଲାଗି ବି କହିଲେ ବି ତାକୁ କହିଲି, ମୁଁ କହିଲି ମୋ ବୋଉର ଭତ୍ତା ଟିକେ କରିଦେବା ପାଇଁ, କିନ୍ତୁ ସିଏ କହିଲା ନାଇଁ ହେଇନି, ଯାଇନି, ଆସିନି। ଆଉ ଏବେ ମୁଁ ଭତ୍ତା ପାଇସାରିଲା ପରେ ପଚାରିଲା ପରେ ମୋତେ କହୁଛି ନା କଣ, ନାଇଁ ତମର ଭତ୍ତା ହେଇନି, ଆଉ ତମେ ବ୍ଲକରେ ଯାଇକି ତମେ କଥାବାର୍ତ୍ତା କରିବ। ବ୍ଲକରେ ଯାଇକି କଥାବାର୍ତ୍ତା କଲେ, କଲେକ୍ଟର ସାଙ୍ଗରେ କଥାବାର୍ତ୍ତା କଲେ ଯାଇକି ତମେ ଭତ୍ତା ପାଇବେ। ଆଜ୍ଞା। ମୁଁ ଭତ୍ତା ପାଇସାରିଲା ପରେ ତାଙ୍କ ପାଖକୁ ଗଲା ପରେ ସେ କହିଲେ ତମେ କେତେବେଳେ ପାଇଗଲ ମୁଁ ଜାଣିନି। ତାହେଲେ ସରପଞ୍ଚ କଣ ପାଇଁ ସେ ହେଇଛି, ତାକୁ କଣ ପାଇଁ ରଖିଛନ୍ତି ଏ ବଙ୍ଗିତା ଗାଁରେ, ମୁଁ ସେ ନିଜେ ବି ଜାଣିପାରୁନି। ଖୋର୍ଦ୍ଧାରୁ ମୀର ମକସୁଦ ଅଲିଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।